ଆଜି ଶୁଣିବା ଉପନ୍ୟାସ ଦାଦିବୁଢ଼ାର ଭାଗ ଷଷ୍ଠ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ସେଦିନ ସଞ୍ଜରେ କନ୍ୟା ମାଗିମା ଠିକଣା କରି ରାମନାୟକ ଫେରିଆସିଲା 5 ହାଣ୍ଡି ଲମ୍ଧା ମଦ ଓ 5 ବୋତଲ ମଦରେ ସମୁଦି ସାଙ୍ଗରେ କଥା ଠିକଣା ହେଲା। 5 ପଞ୍ଚାୟତରେ ଆଗରେ ସାରିଆଦାନକୁ ଜାନି ପଚାରିଲା, ଆଲୋ ଝିଅ, ଏ ଜାଗାର ନାୟକ ତାର ପୁଅ ଠେଙ୍ଗାଜାନି ପାଇଁ ତତେ ମାଗୁଣି କରିବାକୁ ଆସିଛି। ଆମେ ପରଜା ଜାତି। ଆମର ମନଟା ଯୁଗେ ଯୁଗେ କାହାରି କୋତି ନୌକର ନୁହେଁ। ତୋର ଇଚ୍ଛା ହେଲେ ତୁ ଯିବୁ, ନହେଲେ ନାଇଁ କରିଦେବୁ। ଏବେ ହାତକୁ ହାତ ତାର ମଦ ଲନ୍ଧା ସବୁ ଫେରାଇ ଦେବା। ତୋର ମନର କଥା ତୁ କହିଦେ। ଠେଙ୍ଗାଜାନି ଗାଁର ପିଲା ତ, ତୋର କିଛି ଅଚିହ୍ନା ନୁହେଁ। ମୁହଁକୁ ତଳକୁ ପୋତି ଓଠର ଭାଙ୍ଗରେ ମନର ହସ ଚାପି ସାରିଆଦାନ କହିଲା, ମୋର ମନରେ କାହାରି କଥା ନାହିଁ। ମୋର ବାପା ମାଙ୍କର ଯେପରି ଇଚ୍ଛା ସେପରି ଇଚ୍ଛା ମୋର। ଚାରିଆଡ଼ୁ 5 ପଞ୍ଚାୟତଙ୍କ ମୁହଁରୁ ଆନନ୍ଦ କଳରବ ଉଠିଲା। ଆହା ହା, କେଡ଼େ ସୁଧାର ପିଲାରେ, କେଡ଼େ ସୁଧାର ପିଲାରେ। ସାରିଆଦାନକୁ ସମସ୍ତେ ମିଶି ଗେଲ କଲେ। କିଏ ପିଠ ଆଉଁସି ଦେଲା, କିଏ ଚିବୁକକୁ ଟେକି ଧରିଲା। ରାମନାୟକ କୁଣ୍ଢେଇ ଧରି ବାରମ୍ବାର ଗେଲ କରି କହିଲା, ସୁନା ପ୍ରତିମା ମାଟି ମୋର, ତତେ ଫୁଲ ପରି ସାଇତି ରଖିଛି। ତୋର ଘର ତୋର ହାର। ବୁଢ଼ାଲୋକ ବୋଲି ଭୁଲିଯିବୁ ନାହିଁ ମା ବେଳକାଳକୁ ବୁଢ଼ା ବୁଢ଼ୀକୁ ପେଜ ମନ୍ଦେ ମନ୍ଦେ ଦେଉଥିବୁ। ଅତି ଆନନ୍ଦରେ ହୋ ହା କରି ରାମନାୟକ ତାର ବନ୍ଧୁମାନଙ୍କୁ ନେଇ ଘରକୁ ବାହୁଡ଼ିଲା। ଆଜି ତାର ଫୁର୍ତ୍ତି ଦରକାର। ଜୀବନର ଚରମ ସାର୍ଥକତା ସେ ପାଇଛି। ପୁଅ ଜନ୍ମ କରିଥିଲା, ଆଜି ପୁଅ ପାଇଁ ହାତ ଦିହାତ କରି ଠିକ୍ କରିଦେଇଛି। ତାର କାମ ଶେଷ। ସେ ମଞ୍ଜି ପୋତିଥିଲା, ଗଛରେ ଫୁଲ ଫୁଟୁଛି। କାମ ଶେଷ ହେଲା କି ସତରେ? ପରଜାର କାମ ଶେଷ ହୁଏ ନାହିଁ। ସେ ଅମର। ଠିକ୍ ଏଇ ଧରିତ୍ରୀ ପରି। ସେ ଚିର ନୂତନ, ଚିର ସ୍ୱାଧୀନ। ବାଟରେ ଆସୁ ଆସୁ ମଦହାଣ୍ଡି ଟେକି ରାମନାୟକ ଶୋଷି ଶୋଷି ପିଇଲା। ତାର ବନ୍ଧୁମାନେ ପିଇଲେ। ଅଧବାଟରେ ହେଲା ବେଳକୁ ସେ ମାତାଲ। ପାଟି କରି କରି କହି ଲାଗିଥାଏ, ଆରେ ଆଜି ନାଚରେ ସମସ୍ତେ। ରେ ଧାଙ୍ଗଡ଼ା ମାଝି, ଏ ଧାଙ୍ଗଡ଼ିମାନଙ୍କୁ ଏକାଠି କର। ଭେରି ଫୋକ୍, ଆରେ ମୋହୁରିଆ, ତୋର ମୋହୁରି ଆଣରେ। ଢାପୁ ପିଟ, ମୋହୁରି ପିଟ, ନାଚ ନାଚ ଗାଅ। ଗହଳି ବଢ଼ିଲା, ଲୋକେ ରୁଣ୍ଡ ହେଲେ। ଗୋଷ୍ଠୀର ଜଣକର ଆନନ୍ଦରେ ଗୋଷ୍ଠୀର ସମସ୍ତେ ଖୁସିରେ ଭୋଳ ହେଲେ। ଧାଙ୍ଗଡ଼ା ବସାଠାରୁ ଡୁଙ୍ଗୁ ଡୁଙ୍ଗା ଟୁଁ ଟାଁ ହେଲା। ଧାଙ୍ଗଡ଼ିମାନେ ତରତର ହୋଇ ସଞ୍ଜର ପେଜ ଗିଳି ପକାଇଲେ। ଶୀଘ୍ର ତାଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ନାଚ ପାଇଁ। ସେଇ ସଞ୍ଜରେ ଗୋଠ ଧରି ଠେଙ୍ଗାଜାନି ଲେଉଟି ଆସିଲା ତାର ସେବା ପାଇଁ। ମା ଅତି ତତ୍ପର ହୋଇ ଉଠିଲା। ଆଜି ଅତି ପୁରୁଣା ମାଣ୍ଡିଆ ପେଜ ସାଙ୍ଗରେ ଶିମ୍ବ ତରକାରୀ ଟିକିଏ ହୋଇଛି। ଘରେ ଲନ୍ଧା ଅଛି, ମଦ ଅଛି। ଖାରେ ବାପା ଖା। ଆହା, ଏତେ ଲଜ୍ଜା କରି ଲୁଚି ଲୁଚି ଖରା ଚକଚେ କୋଉଠି ରହିଲି ରେ ପୁଅ? ପିଠି ପେଟ ନାଗି ଯାଉଛି, ମୁହଁରେ ପାଣି ନାହିଁ। ନାଚ ଲାଗିଲା। ଠେଙ୍ଗାଜାନି ଧାଙ୍ଗଡ଼ା ବସା ଘରେ ଶୋଇ ରହିଲା। ସକାଳ ପାଇଁ ପ୍ରସ୍ତୁତ ହୋଇ ହାତ ତାର ଲୁଗାପଟା 2 ଖଣ୍ଡ ସେ ମୁଣ୍ଡ ତଳେ ମୁଚୁଳା କରି ରଖିଛି। ଆଉ 2ଟି ଟଙ୍କା। ଅଳପ କିଛି ମାଣ୍ଡିଆ ପେଜ, ତାର ଡୁଙ୍ଗୁ ଡୁଙ୍ଗା ଖଣ୍ଡିକ। ରାତିର ଏତେ ବାଟ ମଉଜିବ। ସବୁ ଖାଲି ତାର ଲୁହର ବିଡ଼ି ବନ୍ଧନ, ବାପର ସ୍ନେହ, ମାର ଲୁହ, ସବୁ ଖାଲି ବନ୍ଧନ ବନ୍ଧନ। ଆଜିର ଏ ଗୋଟାଏ ରାତି ଆଉ ବଡ଼ ଜାଲ ତଳେ ପୋତି ହୋଇ ପଡ଼ିଥିବା ବଣଚଢ଼େଇ ପରି ସେ। କାଲି ସକାଳୁ ଜାଲ ଉଠି ଯାଇଥିବ। କାଲି ସକାଳୁ ସେ ମୁକ୍ତ। ରାତିଯାକ ନିଦ ନାହିଁ। ଗୋଟାଏ ନିଶା, ଗୋଟାଏ ମୋହ, ତାରି ଭିତରେ ସେ ଉବେଇ ଟୁବେଇ ହେଉଛି। ଭାବିଲା କିଛି ସନ୍ତୋଷ କୁମାରୀର ଚେହେରାକୁ ବେଳୁ ବେଳ ଅପରୂପ ବେଶରେ। ତାର ଦେହର ପ୍ରତ୍ୟେକ ଅଂଶ ଟିକି ଟିକି ହୋଇ ଆସି ତାର ଆଖିକୁ ଟାଣି ଧରେ। ତାର ଆଖି, ତାର ହାତ, ତାର ଗୋଡ଼, ରକ୍ତ ମାଂସର ସେଇ ଗୋଟାଏ ଗୋଟାଏ ଖଣ୍ଡ ବିଖଣ୍ଡ ଅଂଶ କ୍ରମେ ଚିପ୍ର କାଟିଦିଏ ଗୋଟାଏ ମଣିଷଟାର ଗୋଟାଏ ଗୋଟାଏ ଠାଣିକୁ। ତାର ହସ, ତାର କେଶବାସର ଢେଉ, ତାର ଦେହର ଭଙ୍ଗୀ। ସେଇ ଗୋଟାଏ ଗୋଟାଏ ଛବି ଦିଗ୍ବଳୟର ଏ ପାଖୁ ସେ ପାଖ ବଡ଼ ଜହ୍ନ ତଳେ ଉଜ୍ଜ୍ୱଳ କୁହୁଡ଼ି ପରି ଛାଇ ହୋଇ ଚାହେଁ। ଠେଙ୍ଗାଜାନି ତହିଁରେ ଶାନ୍ତି ପାଏ, ଛବି ପାଏ, ମୁକ୍ତି ପାଏ। ତାର ସମସ୍ତ ସ୍ଥୂଳ ଦେହ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଫାଟି ପଡ଼ି ଖାଲି ଗୋଟାଏ ଉଚ୍ଛ୍ୱାସରେ ସେ କେବଳ ଛାୟାପଥ ପରି ଗୋଟାଏ ଉଜ୍ଜ୍ୱଳ କଳା ବିଶିଷ୍ଟ ଆକୃତି। ଆଉ ତାର ପ୍ରତ୍ୟେକ କଣିକା କେବଳ ଆଶା ଆଉ ଉଦ୍ବେଗ, ଆନନ୍ଦ ଆଉ ସନ୍ତାପରେ ସଙ୍କୁଚିତ ପ୍ରସାରିତ ସାକାର ଅନୁଭୂତି, ସାରା ଅନ୍ତରର ପ୍ରବଣତା।
ଅନ୍ଧାର ଭିତରେ ଢିପ ଉପରେ କେଉଁ ବିରାଟ ଆଗି ଆଡ଼କୁ ଯେଉଁ ଅଗି କେତେ ଦୂରକୁ ଦୂରକୁ ଆକାଶ ଉପରକୁ ନାଲି ଘାସର ଜାଲ ବୁଣି ଦେଇ ସୁଖ କୋଳେଇ ଟାଣିନିଏ, ଯାହାର ନାଁ ସନ୍ତୋଷ କୁମାରୀ। ଠେଙ୍ଗାଜାନିର ମନରେ ପଶିଗଲା ମୋହ। ଚିନ୍ତା ପାଇଁ ଶକ୍ତି ନଥିଲା। ସେ ମୋହରେ ବୁଡ଼ି କେତେବେଳେ ତାକୁ ନିଦ ଝାଙ୍କିଥିଲା। କୁକୁଡ଼ା ଡାକର ଅବ୍ୟବହିତ ପୂର୍ବରୁ ଠେଙ୍ଗାଜାନି ଉଠି ପଡ଼ିଲା। ଲୁଗାପଟା ସଜାଡ଼ି ଡୁଙ୍ଗୁଡଙ୍ଗାଟି କାନ୍ଧରେ ପକାଇ ଠେଙ୍ଗାଟି ଧରି ସେ ପଦାକୁ ବାହାରି ପଡ଼ିଲା। କେହି ଉଠି ନଥାନ୍ତି। ଅନ୍ଧାର ହାଲୁଆ ହୋଇଥାଏ। ଗାଁ କୁକୁରମାନେ ରାତିଯାକ ଭୁକି ଭୁକି ଅଳ୍ପକେ ନିଦେଇଥାନ୍ତି। ଗୁହାଳ ଘରେ ଫଁ ଫଁ ନିଶ୍ୱାସ। ଠେଙ୍ଗାଜାନି ପଦାକୁ ବାହାରିଲା। ଧାଡ଼ି ଧାଡ଼ିକା ଘରଗୁଡ଼ିକ ସେମାନେ ବି ନିଦରେ ଶୋଇ ପଡ଼ିଛନ୍ତି। ଚିହ୍ନା ଘର, ଚିହ୍ନା ଦାଣ୍ଡ, ଚିହ୍ନା ପରିଚୟ, ଧୂଆଁ କୁହୁଡ଼ି। ଧୂଳି ଧୂଳିଆ ଗାଁଟି ଯେଉଁ ଗାଁରେ ବଳି ସେ ମଣିଷ ହେଲା। ମୁହଁରେ କାକର ବାଜି ବେଳେବେଳେ ଚେତାଇ ଦେଉଛି ସେ ଗାଁରେ ଚାଲିଛି। ଗାଁ କହିଲେ କେତେ କଥା, କେତେ ମୁହୂର୍ତ୍ତର ଅଳସ ଚଞ୍ଚଳ ଅନୁଭୂତି, କିନ୍ତୁ ସ୍ୱପ୍ନରେ ଚାଲିଲା ପରି କେଉଁ ମୋହରେ ଆପେ ଅଣ୍ଡାଳି ଅଣ୍ଡାଳି ଆଗକୁ ଆଗକୁ ସେ ଚାଲିଛି। ଭାବିବାକୁ ଅବସର ନାହିଁ। ବାଟ ମଝିରେ ଥିରି ଥାରି ଉଠି ଆସି ସନ୍ତୋଷ କୁମାରୀ ତାର କାନ୍ଧରେ ହାତ ଥୋଇ ଦେଇ ଚାଲିଲା। ପରଜା ଝିଅ ପରି ବେଶ ହୋଇ ଆସିଛି ସେ। ମୁଣ୍ଡରେ ଗୋଟିଏ ସାନ ପୁଟୁଳି, ଯେପରି କେଉଁ ହାଟକୁ ଯାଉଛି। କତିକୁ କତି ଲାଗି ପାଦକୁ ପାଦ ପକାଇ ତରତର ହୋଇ ସେମାନେ ଚାଲିବାକୁ ଲାଗିଲେ। ପରସ୍ପର ସାନ୍ନିଧ୍ୟ ମଧ୍ୟରେ ଜୋର ଦେଲା। ଚିନ୍ତା ନାହିଁ, ଦକ ନାହିଁ, ନିର୍ଭୟ ଆଉ ବାଟ ଚଲା। ଫିକା ଅନ୍ଧାର ଭିତରେ ଚିହ୍ନା ତୋଟା ସବୁ ପଛକୁ ପଳାଇଲା। ନଈ ଗଲା, ଝୋଲା ଗଲା, ଡିପ ଗଲା। ମନରେ ଉଦ୍ବେଗ, ଚଞ୍ଚଳ କେମିତି ବାଟ କଟିଯିବ। ଗୋଟାଏ ଅଜଣା ଆଶଙ୍କା। ପଛେ ପଛେ ଯେପରି କିଏ ଗୋଡ଼େଇ ଆସୁଛି। ଚିହ୍ନା ପକାଇ ଦେବ ନାହିଁ ତ? ଧରି ପକାଇ ଦେବ ନାହିଁ ତ? ପାହାନ୍ତି ପରର କୁହୁଡ଼ିଆ ଫିକା ଅନ୍ଧାର ଭିତରେ ତରତର ହୋଇ ପହଁରି ପହଁରି ପଳାଇବା। କ୍ରମେ ଅନ୍ଧାର ଫାଟି ଆସିଲା। ଦୂର ପାହାଡ଼ର ମହୁଡ଼ ଉପରେ ଏଠି ସେଠି ଗୋଟାଏ ଗୋଟାଏ ଯେଉଁ ତରା ଦିଶୁଥିଲା, ଢଳି ପଡ଼ି ଲୁଚିଗଲା କେଉଁ କଣରେ। ଅନ୍ଧାର ସରିଲା। ମୁହଁ ସାମ୍ନାରେ କତିରେ ଅସୌମାରୀ ବଣ। ସନ୍ଧିରେ ସନ୍ଧିରେ ପାହାଚ ପାହାଚ ହୋଇ ଲମ୍ବି ଯାଇଥିବା ବଢ଼ା ନଈ, ଧାନକ୍ଷେତ। ଆଲୁଅ ଫିଟୁ ଫିଟୁ କେତେ ଦୂରରେ ହେଲେଣି ସେମାନେ। ପହିଲି ଖରା ପଡ଼ି ଆସିଲା। ଗୋଟାଏ ଉଚ୍ଚ ପର୍ବତ ଉପରେ ଘାଟି ବାଟରେ ସେମାନେ। ଦେହରୁ ଗମ୍ ଗମ୍ ଝାଳ ଫିଟି ପଡ଼ୁଛି। ମହୁଡ଼ ଉପରେ ଗୋଟିକିଆ ଗଛ ମୂଳରେ ଖଣ୍ଡେ ପଥର ଉପରେ ସେମାନେ ବସି ପଡ଼ିଲେ। ପଛରେ କେହି ନାହିଁ। ଆଶଙ୍କା ସରିଛି। ତା ସଙ୍ଗେ ସଙ୍ଗେ ସରିଯାଇଛି ଅପନ୍ତରା ବାଟରେ ଘରୁ ପଳାଇ ଯିବାର ଅଧେ ନିଶା। ଏଇ ଦେଖ କୁମାରୀ, ସେ ଢିପ ଉପରେ ଦାଦିପୁଡ଼ା ଏଠିକି ବୋଲି ଦିଶୁଛି। ଫାଳେ କୁହୁଡ଼ି ଉଡ଼ି ଯାଇଥାଏ। ପରିଷ୍କାର ଆକାଶ, ଚାରିଆଡ଼ ଫରଚା। ତାରି ତଳେ ତଳେ ଉଭେଇ ଯାଉଥିବା ଫିକା ନାଲି ଆଲୁଅକୁ ମୁହଁ ପାଖେ ରଖି ପହିଲି ଖରାରେ ଜଳି ଜଳି ସତକୁ ସତ ଦାଦିବୁଡ଼ା ଦିଶୁଥାଏ। ଏତେବେଳକେ ସେମାନେ ବୁଝିଲେ ସତେ ସେମାନେ ଗାଁ ଛାଡ଼ି ଚାଲି ଯାଉଛନ୍ତି। ଦାଦିବୁଡ଼ାର କୁଦ ତଳେ ଗାରଗାର ଆବୁଡ଼ା ଖାବୁଡ଼ା ହୋଇ ଯେଉଁ ବହଳ ନୀଳିଧାର ବଙ୍କେଇ ତଳକୁ ଖସି ଅଦୃଶ୍ୟ ହୋଇଛି, ସେ ତ ସତେ ଗାଁ। ସେଇଠି ତାଙ୍କ ବାପା ମା, ବନ୍ଧୁ କୁଟୁମ୍ବ କି ଅପରାଧ କରିଥିଲେ ସେମାନେ କାହାର? ଖାଲି ଗେହ୍ଲା ଆଦର ସ୍ନେହ ସୁଆଗ ଛଡ଼ା ଆଉ କ'ଣ? ସେଇ ତାଙ୍କର ପିତୃପୁରୁଷ ଅମଳର ଗାଁ। ଯେଉଁଠି ଗାଁ ମଝି ଦାଣ୍ଡରେ ସାଇତା ହୋଇ ରହିଛି ଯୁଗ ଯୁଗର ସ୍ମୃତି। ବରଗଛ ଛାଇ ତଳେ ଗୋଜା ପଥର ଆଉ ଚଟା ପଥର। ଠେଙ୍ଗାଜାନିର ଆଖି ଆଗରେ ଭାସିଗଲା ତାର ବୁଢ଼ା ବାପ ମା'ଙ୍କ ଛବି। ବାପା କ'ଣ କରୁଥିବ, ମା' କ'ଣ ହେଉଥିବ, ଜାଣିବେଣି କି ସବୁ? ଆଉ ନିରୀହା ଟୋକିଟି ସାରିଆଦାନ, କୁଳର ବୋହୂ ବୋଲି ଯାହାକୁ ବାପା ମା' ବରଣ କଲେ କାଲି, ଆଉ ସେ ଅଧାତୋଳା ଘରଟି ନିଠେଇ ନିଠେଇ ତାରି ସୁଖ ପାଇଁ ଯାହାକୁ ତାର ବାପ ଗଢ଼ୁଛି, ପୁଅ ବିଭା ହେବ ଆଉ ରହିବ। ପାଖରେ ତାର ସନ୍ତୋଷ କୁମାରୀ। ଏପାଖ ସେପାଖେ ଖାଲି ବଣ ଜଙ୍ଗଲ, ଅପନ୍ତରା। ସେହି ଚିହ୍ନା ନାହିଁ, ପରିଚୟ ନାହିଁ, ସାହା ଭରସା ନାଁ ନାହିଁ। ନିରାଶ୍ରୟତା, ଅଜଣା ଜୀବନ। ଆଉ ଯାହାକୁ ସେ ଛାଡ଼ି ଆସିଲା ପଛରେ ସେ ନିର୍ଭୟମୟ ଆଶ୍ୱସ୍ତି ନେଇ, ସେଇ ସ୍ନେହର ଆବରଣ। ଜନ୍ମଦିନରୁ ଜରିଆ ଦିନ ଯାକେ ଯାକେ ବାପା ମା ବନ୍ଧୁ ବାନ୍ଧିବ। ସୂର୍ଯ୍ୟ ଆହୁରି ଚାଖଣ୍ଡେ ଉପରକୁ ଚଢ଼ିଗଲା। ଦୂରରେ ମୁରାନ ନଈର ପାଣିରେ ଢେଉ ଚିକି ଚିକି କଲା। ପାସୋରା ଗାଁର ସ୍ନେହରେ ପରଶ ନେଇ ଅତୀତର ଉଜ୍ଜ୍ୱଳ ସ୍ମୃତିଗୁଡ଼ିକ ଆଗେଇ ଦେଇ ବିକଳ ହୋଇ ଯେପରି ସେ ଧାଇଁଛି। ଠେଙ୍ଗାଜାନି ଥକ୍କା ହୋଇ ବସି ଦାଦିବୁଢ଼ା ଆଡ଼େ ଚାହିଁଥାଏ।
ସନ୍ତୋଷ କୁମାରୀ ତାରି ପାଖରେ। ସନ୍ତୋଷ କୁମାରୀ ଅସ୍ତିତ୍ୱ ସେ ପାଶୋରି ପକାଇଥାଏ। କପାଳର ଝାଳ କାନ ତଳର ଝାଳ ମରିଗଲେ ବି ଠେଙ୍ଗାଜାନିର ଆଖି ଝାଳ ନିଗିଡ଼ି ଚାଲି ଲାଗିଥାଏ। ଆଖିର ନୁହଁରେ ଖରା ଧାସ ଲାଗି ଯେତେବେଳେ ସେ ଅନ୍ଧ ପରି ହେଲା, ତାର ଚେତନା ଆସିଲା ସନ୍ତୋଷ କୁମାରୀ ଝାଙ୍କରେ। ଉଠ, ଏତେ ଚଞ୍ଚଳ ଥକିଗଲୁ, ବସିଗଲେ ବେଳ ହେବ। ପୁଣି କିଏ ଖୋଜି ଖୋଜି ଆସୁ ଆସୁ ପହଞ୍ଚିଗଲେ ସେତେବେଳେ। ସନ୍ତୋଷ କୁମାରୀର ମୁହଁ ମଧ୍ୟ ଗମ୍ଭୀର ହୋଇଯାଇଥାଏ। ଏ ସକାଳ ବେଳେ ସେ ତାର ପୋଷା ଘୁଷୁରିକୁ ଖୁଆଇଥାନ୍ତା। ବାପ ମା ଆଉ ଏ ଠେଙ୍ଗାଜାନି କେତେ ତାଠି ନିର୍ଭର କରିପାରେ ସେ। କିନ୍ତୁ ସେ ସ୍ତ୍ରୀ, ପୁରୁଷ ନୁହେଁ। ଆରେ କି ସୁନ୍ଦର ଫୁଲ ପେନ୍ଥାଏ ଫୁଟିଛି। ଏଠି ସେ ଦୌଡ଼ି ଯାଇ ଫୁଲ ପେନ୍ଥାଟି ଆଣି ଖୋସାରେ ଖଞ୍ଜିଦେଲା। ଠେଙ୍ଗାଜାନିର ହାତକୁ ଆପଣାର ହାତରେ ଛନ୍ଦି ଦେଇ ଉପରକୁ ଓତାରି ଦେଇ କହିଲା, ଉଠ ଉଠ, ଥକିଗଲେ ହେବ କି? ଆଜି ଯେମିତି ହେଲେ କୋରାପୁଟ ପହଞ୍ଚିବାକୁ ହେବ। ଠେଙ୍ଗାଜାନି ଦୀର୍ଘଶ୍ୱାସ ପକାଇ ଉଠିଲା। ଏଣିକି ପର୍ବତର ଆରପଟ ଖାଲି ଗଡ଼ାଣି, ଆଉ ଲୁଲା ଗାଁର ଆକାଶ ସୁଦ୍ଧା ଦିଶିବ ନାହିଁ ଏଣିକି। ଉଠାଣିର ସବାମୁଣ୍ଡ ଉପରେ ସେମାନେ ଠିଆ ହେଲେ। ଠେଙ୍ଗାଜାନି ସଳଖ ଦୀର୍ଘ ଦେହ, କନ୍ଧରେ ଡୁଙ୍ଗ ଡାଙ୍ଗ ଆଉ ସାନ କାଉଡ଼ି ଭାରଟିଏ, ଆର ହାତରେ ବିଶାଳ ଠେଙ୍ଗା। ତାର ପାଖକୁ ଲାଗି ସନ୍ତୋଷ କୁମାରୀ, ଗୋଟାଏ ହାତ ଠେଙ୍ଗାଜାନିର ବାହା ଭିତରେ, ମୁଣ୍ଡ ଉପରେ ଛୋଟ ପୁଟଳାଟି। ଦାଦିବୁଢ଼ାକୁ ମନେ ମନେ ସେମାନେ ନମସ୍କାର କଲେ। ଅଜଣା ବାଟକୁ ମୁହଁ କରି ଅକୂଳର ପଥୁକି ଯୋଡ଼ିକ ଢାଳୁଏ ଢାଳୁଏ ଗଡ଼ି ପଡ଼ିଲେ ତଳକୁ। ସକାଳର ପହିଲି ଖରାରେ। କନ୍ୟା ମାଗିଣି କରିଥିବା ସଞ୍ଜରେ ରାମନାଏକ ଦାଦିବୁଢ଼ାକୁ ଭୁଲି ନଥିଲା। ତେଣୁ ସକାଳୁ ଦାଦିବୁଢ଼ା ସାମ୍ନାରେ ପଡ଼ି ରହିଥିଲା ଭାଙ୍ଗ, ଛେଲୁଆ ଖଣ୍ଡେ, ସେଥିରେ ବାସି ଭାତ, ଭୁଇଁରେ ଠାଏ ଓଦା। ସେଠି ମଦ ଢଳା ହୋଇଥିଲା। ଠାଏ ଥୋଡ଼ାଏ ଫୁଲ କାକର ଖାଇ ସେ ସଜ ଅଛି। ଆଉ ପାଖରେ ଗୁଡ଼ାଏ କୁକୁଡ଼ା, ରୁମ ଆଉ ପର। ସେତିକି ଦେଇ ରାମନାଏକ ମନ ଭଳାରେ ଠାକୁରଙ୍କୁ ଧନ୍ୟବାଦ ଜଣାଇଥିଲା। ମାନସିକ କରିଥିଲା, ସବୁ ଶୁଭ ହେଉ, ସବୁ ମଙ୍ଗଳ ହେଉ। ଆକାଶରୁ ମହୁ ବରଷୁ। ସକାଳୁ ଦାଦିବୁଢ଼ା ମୁହଁ ପାଶେ ମାଛି ବସିଥିଲେ। ମୁଣ୍ଡ ଉପରେ କାଉ ବସିଥିଲା। ଦାଦିବୁଢ଼ା ଚାହିଁ ରହିଥିଲା ଭଲ ପିଲାଟିଏ ପରି। ଗାଁ ଜଗୁଆଳ, ଗୋଷ୍ଠୀ ଜଗୁଆଳ ଠାକୁର ସେ। ସମସ୍ତିଙ୍କ ହାନି ଲାଭ ପାଇଁ ସେ ପରା ଦାୟୀ। ତେଣୁ ଏତେ ମାନ୍ୟ, ଏତେ ଡର ତାକୁ। ତାହାରି ପାଖରେ ଏତେ ଉତ୍ସବ ଆଉ ବାଇଦ ବାଜଣା। ନିତି ସକାଳ ବେଳେ କିଏ ଦାନ୍ତ କାଠି ଚୋବେଇ ଚୋବେଇ, କିଏ ଗରା ମାଠିଆ ଧରି ଏହି ମୁଣ୍ଡିଆ ତଳେ ସ୍ତ୍ରୀ ପୁରୁଷ ମୁରା ନେଇ ଗଡ଼ି ଆଡ଼କୁ ଯାଆନ୍ତି। କାହାର କେତେ ସୁଖ ଦୁଃଖ। ଯାହାର ପୁଅ ରୋଗରେ ପଡ଼ିଥିଲା, ପରେ ଭଲ ହୋଇଗଲା। ଯାହାର ଗାଈ ହଜିଥିଲା, ଖୋଜିବାରୁ ମିଳିଗଲା। ଯାହାର ପାଚିଲା, ଯାହାର ଫଳିଲା, ସମସ୍ତିଙ୍କ ହାରା ଅଭିଷିକ୍ତ ସେ। ଅନାଦି କାଳର ଦେବତା ଦାଦିବୁଢ଼ା। ସେଇମାନେ ତାର ମହିମା ଗାଇବେ। ପୁଣି ଏଇ ଦଳରେ ଯାଆନ୍ତି ସେଇମାନେ। ଯାହାର ପୁଅ ଏନ୍ତୁଡ଼ି ଘରେ ମଲା, ଯାହାର ଗାଈ ଗୁହାଳ ଘରୁ ଚୋରି ହେଲା, ଯାହାର ଧାନକ୍ଷେତ୍ର ତଡ଼ା ହୋଇ ଖାଇଗଲା, ସେମାନେ ମଧ୍ୟ ଉପାଧିଆ ପଡ଼ିଥିଲେ। ଠାକୁର ଶୁଣି ନାହିଁ, ଏତେ ବଡ଼ କଥା କହିବାକୁ କାହାରି ମୁଣ୍ଡ ନାହିଁ। ଆହୁରି ଦିନକାଳ ଅଛି। ଏକା ଦିନକେ ସବୁ ପିଲା ମରିବା, ସବୁ ଗାଈ ହଜିବା ଶେଷ ନୁହେଁ। ତେଣୁ ହତଭାଗ୍ୟମାନେ ଆପଣାର ଫଟା କପାଳକୁ ଦୋଷ ଦିଅନ୍ତି। ଦାଦିବୁଢ଼ା ଉପରେ ଅଭିମାନ କରି ତା ଉପରେ ନିଜର ବିଶ୍ୱାସ ବଢ଼ାଇ ନିଅନ୍ତି। ଆହୁରି ଲାଞ୍ଚ ଦେଇ, ଆହୁରି ନେହୁରୀ ହୋଇ ଭବିଷ୍ୟତ ପାଇଁ ସୁବିଧା କରିବାକୁ ଲାଗିପଡ଼ନ୍ତି। କାରଣ ଏମାନେ ମଣିଷ। ମଣିଷ ଆସନ୍ତାକାଲି ପାଇଁ, ଆସନ୍ତା ପରକାଳ ପାଇଁ ଅଣ୍ଟା ଭିଡ଼ି ଖଟୁଥାଏ। ହେଉ ପଛେ ଆସନ୍ତାକାଲିଟା ଗତକାଲି। ଆଉ ଦାଦିବୁଢ଼ା ଠାକୁର। ସବୁ ଉପଚାରକୁ ଏକାଠି କରି ଗଣ୍ଠିରେ ବାନ୍ଧିବା ତାର ଧର୍ମ। ତାର ସବୁ ନଗଦ। ତେଣୁ ହୁଙ୍କା ବୁଢ଼ା ବଢ଼େ। ମୁଣ୍ଡ ବଥା ପାଇଁ, ଜ୍ୱର ପାଇଁ, ପିଲା ହେବା ପାଇଁ ଯେତେ ତାର ବିଭୂତି ନେଇଗଲେ ସୁଦ୍ଧା କୁଆଡ଼ୁ କୁଆଡ଼ୁ ଖର୍ଚ୍ଚ ଉପରେ ସେ ପୁଣି କ୍ଷତିପୂରଣ ଉଠାଇ ନିଏ। ସାରିଆଦାନ ଭାରି ଚଞ୍ଚଳ ଉଠିଥିଲା। ରାତିଯାକ ସ୍ୱପ୍ନ ଉପରେ ସ୍ୱପ୍ନ। ସକାଳୁ କେମିତି ତାର ମନେ ହେଲା ଠେଙ୍ଗାଜାନିକୁ ଦେଖିବାକୁ ତାର ମନ ଡାକୁଛି। ଦେଖା ଆପେ ହେବ। ହୁଏତ ନଈପାଣିକୁ ଆଜି ସେ ଗଡ଼ିଗଲେ ନଈକୂଳରେ ଅତଡ଼ା ଉପରେ ଠେଙ୍ଗାଜାନି ଠିଆ ହୋଇ ଦେଖୁଥିବ। ସେ ଦେଖୁ, ଆପତ୍ତି ନାହିଁ। ଠେଙ୍ଗା ତାର ମାଲ, ସେ ଠେଙ୍ଗାର ମାଲ। ତାକୁ ପଚରା ହୋଇଥିଲା, ପୁଣି ସେ ଠେଙ୍ଗାଜାନିକୁ ଚାହେଁ କି ନାହିଁ। କେଡ଼େ ହସ କଥାଟା। ୟା ପୁଣି ଲୋକ ପଚାରୁଛନ୍ତି। ଛି ଛି, ନା। ପାଣିକୁ ଗଲାବେଳେ ଠେଙ୍ଗାଜାନି ସାଙ୍ଗେ ଦେଖା ହୋଇ ନାହିଁ। କେମିତି ବା ଦେଖା ହେବ? କାଲିର ଏତେ ବଡ଼ ଘଟଣାଟା ଭୁଲି ହୁଏ ନା? ଠେଙ୍ଗାଜାନି ପୁରୁଷ ପିଲା। ମନ ଆନନ୍ଦରେ ମଦ ପିଇବାକୁ ତାର ଅଧିକାର ଅଛି। କାଲିର ଏତେ ବଡ଼ ଘଟଣା ପିଇଥିଲେ କ'ଣ ହେଲା? ଢୋଲ ଫଟେଇ ମଦ ବେଶି ପିଇଲେ ଡେରିରେ ନିଦ ଭାଙ୍ଗେ ପରା। ହଁ,
ସତେ ତ ଠିକ୍ ଲାଠିଏ ବେଳ ହେଲା ବେଳକୁ ସାହି କମ୍ପେଇ ଦେଇ ଥରେ ଡାକି ଡାକିକା ଠେଙ୍ଗା ବୋହୂ ଏଇ ବାଟେ ଯାଇଥିଲା, ପୁଣି ତାର ବାପା ରାମନାୟକ ମଧ୍ୟ। ଆରେ ଠେଙ୍ଗା 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 ଅଛି କିଆଡ଼େ? ସାରିଆଦାନ ବାଳଗୁଡ଼ାକ ମେଲେଇ ଦେଇ ବସି ଜଡ଼ା ତେଲ ଟିକିଏ ଲଗାଉଥିଲା ମୁଣ୍ଡରେ। କେଡ଼େ ଲାଜ କଥା ସତେ, ଏଇ ବାଟେ ଖାଲି ଠେଙ୍ଗା ଠେଙ୍ଗା। ଏମାନେ କ'ଣ ମନେ ମନେ ବିଚାରୁଛନ୍ତି ତାଙ୍କ ପୁଅ ଟିକେ ସାରିଆଦାନ କେଉଁଠି ଲୁଚେଇ ରଖି ଗପ ମାରି ବସି ପଡ଼ିଛି। ଏଇ ବାଟେ ଗଲାବେଳେ ଖାଲି ବେଶୀ ବେଶୀ ହୁରି। ଆରେ ଠେଙ୍ଗା ଠେଙ୍ଗାରେ ହସ ମାଡ଼ିଲା ଭାରି। ଠେଙ୍ଗାଜାନିକୁ କେବେ ଲୁଚେଇ ହେବ ନା? ନନ୍ଦିକା ହାଟରେ, ଡୁମାଗୁଡ଼ା ହାଟରେ ଏତେ କଥା କାହିଁକି ଏଡ଼େ ବଡ଼ ଡିପୁରିପାଟ ହାଟରେ ସୁଦ୍ଧା ଠେଙ୍ଗାଜାନି ଯେଉଁଠି ଥିଲେ ବାରି ହୋଇ ପଡ଼ିବ, ତାକୁ ଲୁଚେଇବ କିଏ? ଏଇ ଲୁଚାଇବା କଥା ମନେ ପଡ଼ିଗଲା। ରାତିର ସ୍ୱପ୍ନ ମନେ ପଡ଼ିଲା, ଦେହଟା ଅବଶ ଲାଗିଲା ଆନନ୍ଦରେ। ମନ ଭିତରେ କେତେ ସଲସଲ କୁତୁକୁତୁ ସହିଛି ପୁଣି ସେଇଆ। ସାଙ୍ଗେ ସାଙ୍ଗେ ଅହେତୁକି ରାଗ ବି ପଡ଼ିଲା ଠେଙ୍ଗାଜାନି ଉପରେ। ଓଃ ଦେଖ, ଏତେ ବେଳ ହେଲାଣି, ସୁଙ୍ଗୁ ସୁଙ୍ଗୁ ହୋଇ ଖଣ୍ଡିକାଶ ମାରି ମାରିକା ଯାଇଥିଲେ ଘେରାଏ ଏବାଟେ କ'ଣ ହୋଇଯାଇ ନଥାନ୍ତା? ଭଲା ଲୋକ। ପେଜ ଖାଉ ଖାଉ ଦୂରରୁ କିଏ ଗୋଟାଏ କଟାଳ କରି କର୍କଶ ଗଳାରେ ଡାକୁଛି, ହଁ ସେ ଡମସାହିର ଅଳେଇ ବିରିଆ ତ। ସକାଳୁ ନାହିଁ ସେ? ନା, ଏମିତି ତ କୁଆଡ଼େ ଯାଏ ନାହିଁ। ପେଜ ବେଳ ହେଲା, କୁଆଡ଼େ ଗଲା କୁମାରୀ? ସନ୍ତୋଷ କୁମାରୀ ତାରି ଝିଅ। କୁଆଡ଼େ ବା ଯାଇଛି? ଗଲେ ଭାସିଗଲା କ'ଣ? ଭାରି ଫୁଲେଇ ଟୋକିଟା ସେ, ଖାଲି ଧାଙ୍ଗଡ଼ାମାନଙ୍କ ପିଛା ନେବ। ଏମିତି ମୁହଁଟାକୁ ଅନେଇ ରହସି ରହେ ସେ କ'ଣ? ଆଉ ଧାଙ୍ଗଡ଼ା ଦେଖିଲେ ଆପଣା ଦେହ ମୁଣ୍ଡକୁ ଜାଣି ଜାଣି ନିଗା ରଖେ ନାହିଁ ସେ। ଡମ୍ ଲୋକର କଥା ତ। ଛି, କେଜାଣି କାହିଁକି ଛାତିଟା ଦବିଗଲା ଟିକିଏ ତାର। ପେଜ ଅଧାକିଆ କରି ସେ ଛାଡ଼ିଦେଲା। ଘର ଭିତରେ ବସି ରହି ତାର ଲୁଗାପଟା ଗୁଡ଼ାକୁ ପେଡ଼ିରୁ ଖୋଲି ସଜଡ଼ା ସଜଡ଼ି କଲା। ତାପରେ ପାଣି ମନ୍ଦିଏ ତେନ୍ତୁଳି ଟିକିଏ ଧରି ନିଠେଇ ନିଠେଇ ତାର ପିତ୍ତଳ ଅରଙ୍କାଳତକ ମାଜିବାକୁ ଲାଗିଲା। କାମର ନାଁ ସିନା, ହାତ ଆପେ ଆପେ ଅଳସେଇ ହୋଇ ଯାଉଥାଏ। ମନ ଭିତରେ କେତେ ସାତ ପାଞ୍ଚ। ମୁଣ୍ଡେ ବେଳ ପଡ଼ି ଆହୁରି ଲାଠିଏ ବେଳ ଚଢ଼ିଛି। ପ୍ରଥମେ ଫୁସୁର ଫୁସୁର ହୋଇ, ତାପରେ ବଡ଼ ପାଟିରେ କଥା କହି କହି ତରତର ହୋଇ ସାହି ଲୋକେ ଏକମୁହାଁ ହୋଇ ପଲ ପଲ ହୋଇ ଧାଇଁଗଲେ। ସାଙ୍ଗେ ସାଙ୍ଗେ କାନ୍ଦଣା ଶୁଭିଲା। ଏକା ମୁହଁରେ କାନ୍ଦଣା ଆଉ କଥା। କିଛି ବୁଝି ହେଉନାହିଁ। ହଁ, ସେଇ ମୁଣ୍ଡରେ ତ ଠେଙ୍ଗାଜାନିର ଘର। ଗାଁରେ ସେ ମୁଣ୍ଡରୁ ଡମସାହିରୁ ବି ସେହିପରି କାନ୍ଦଣା ଶୁଭିଲା। ଛାତି ଧଡ଼ ଧଡ଼ ହେଉଥାଏ। ଏତିକିବେଳେ କିଲିକାଲିଆ ହୋଇ ଦୌଡ଼ି ଆସି ସଖୀ ସାରିଆ ଫୁଲ କହିଦେଇ ଚାଲିଗଲା, ଶୁଣିଲୁଣି କିଲୋ, ତୋ ବର ଠେଙ୍ଗାଜାନି ସେ ସାହିର ସନ୍ତୋଷ କୁମାରୀ ଡମୁଣିକୁ ଉଦୁଲିଆ ନେଇ କୁଆଡ଼େ ପଳେଇ ଯାଇଛି ଯେ ତାଙ୍କ ଘରେ କନ୍ଦଣା ଲାଗିଛି। ମୁଁ ଯାଉଛି, ତୁ ଯିବୁ କି? ସାରିଆଦାନ ମୁହଁ କଳାକାଠ ପଡ଼ିଗଲା। ଘର କବାଟ ଟିକି ଦର ଆଉଜା କରିଦେଇ କଇଁ କଇଁ ହୋଇ ସେ କାନ୍ଦିଲା। ଦରତୋଳା ଘର। ଆଗଟାରେ ଗୋଟାଏ ବଡ଼ କାଠ ଗଣ୍ଡିରା ଉପରେ ସେଇ ଘର ଆଡ଼କୁ ଅନାଇ ଆଁଟାଏ କରି ନିହାତି ଅଳସୁଆଟା ପରି ରାମନାୟକ ରୋଜ ବସିଥାଏ। ଅଧା ତିଆରି ଘର, ଖାଲି କାନ୍ଥ ଗୁଡ଼ାକ ଉଠିଛି, ସେ ବି ପୂରା ହୋଇ ନାହିଁ। ଘର ଆଗରେ ଠାଏ ମାଟି କାଦୁଅ କୁଢ଼, ଆଉ କେତେ ତେଲପାଟିଆ ପାଉଁଶ। ଅଳ୍ପ ଛାଡ଼ି ଗୋଟାଏ ସାନ ପାହାଡ଼ ପରି ପିରି ଘାସ ଗଦାମରା ହୋଇ ରହିଛି। ତାର ଚାରିପାଖେ ବାଉଁଶ ଜାଲି ଘେରେଇ। ତାର ମନ ଇଚ୍ଛା ସେ ତୋଳୁଥିଲା। ଦିନେ ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା, ଘର ପ୍ରତିଷ୍ଠା ହୋଇଥାନ୍ତା। କାନ୍ଥ ଆଉ ତଳ କଳା ମାଟିରେ, ଧୋବ ମାଟିରେ, ରଙ୍ଗ ମାଟିରେ ପଟି ପଟିକିଆ ହୋଇ ଲିପା ହୋଇଥାନ୍ତା। ଘର ହୋଇଥାନ୍ତା, ଚାଳଯାକ ମାଡ଼ିଥାନ୍ତା ଲାଉ କୁମୁଡ଼ା, ଘର ପିଠିରେ ଶିମ କଲରା। ଠେଙ୍ଗାଜାନିର ସାରିଆଦାନ ଘର। ଘର ଚଟାଣର ସୁଆଁ ଫେସା ଗାତରେ ସାରିଆଦାନ ମାଣ୍ଡିଆ ପେଷୁଥାନ୍ତା, ସୁଆଁ ଫେସୁଥାନ୍ତା। ଏ ଘରର ଚାଳରେ ଘରଚଟିଆ ବସା କରିଥାନ୍ତା, ଉଡ଼ି ବୁଲୁଥାନ୍ତେ ଫଡ଼ର ଫଡ଼ର। କବାଟରେ ଭଅଁର ଘର କରି ଛୁଆ ପାଳିଥାନ୍ତା। ଦୁଆରେ କାଉ କୁକୁର। ଆଉ ଏପାଖ ସେପାଖ ଦୋଟି ତିନିଟା ଅଜଟ ଛୁଆ, ବାଳ ଫୁରୁ ଫୁରୁ, ପେଟଯାକ ଧୂଳି, ପାଟିରେ ନାଳ, ଆଉ ନାକରେ ସିଙ୍ଗାଣି ଧାର। ସେମାନେ ଏଇ ଘରେ ମଣିଷ ହୋଇଥାନ୍ତେ। କେତେ ନୁଟୁକୁଟୁ ଲଗାଇଥାନ୍ତେ। କିଏ ବାପର ମାଳି ଓଟାରୁଥାନ୍ତା, କିଏ ମାର ପଣତ ଚିରୁଥାନ୍ତା। ଅସନା ଅପୋଛା ଚଞ୍ଚଳ ଆଖି ଛନ ଛନ କାନ ପାହାଡ଼ ଦେଶର ପିଲା। ସେମିତି ବସି ବସି ରାମନାୟକ ଆଁଟା କରି ଅନେଇ ରହିଥାଏ। ତାର ଛାଇଟା କ୍ରମେ କ୍ରମେ ସାନ ହୋଇ ହୋଇ ପୁଣି କୁଆଡ଼େ ମିଶିଯାଏ। ତାର ଆଁ ବୁଜେ ନାହିଁ। ବେଳେ ବେଳେ ବାୟାଣୀ ପରି ଧୂଳି ଧୂଳିଆ ମୁକୁଳା ବାଳ କରି ଦି ହାତରେ ନଖରେ ଗାଲଗୁଡ଼ାକ ଆମ୍ପୁଡ଼ି ଆମ୍ପୁଡ଼ି ଛାତି ପିଟି ପିଟି ଚିତ୍କାର କରି କାନ୍ଦି କାନ୍ଦି ଠେଙ୍ଗାର ମା ପଦାକୁ ଦୌଡ଼ି ଆସେ। ରାମନାୟକର ସ୍ୱପ୍ନ ଭାଙ୍ଗେ। ପିଲାଙ୍କ ପରି କାନ୍ଦି କାନ୍ଦି ମୁଣ୍ଡକୁ ଝାଙ୍କି ଦେଇ ଦି ଆଣ୍ଠୁ ଭିତରେ ମୁଣ୍ଡଟାକୁ ମାଡ଼ି ଦେଇ ସେ ବସିପଡ଼େ। ପିଠିର ଝାଙ୍କରେ ମୋଟା କାଠ ଗରିଣ୍ଡାଟାଏ ଦୋହଲି ଯାଏ। ମେଞ୍ଚି ମେଞ୍ଚି
ହୋଇ ଗୋଟାଏ କୋଛା ପଥର ପରି ଦିଶେ ସେ। ତଣ୍ଟିରୁ ଶବ୍ଦ ବାହାରେ ନାହିଁ, ଖାଲି ଗୁଡ଼ାଏ ଆଉଁ ଆଉଁ ଆଉଁ, ଗୁଳି ଚୋଟର ଘା ସଢୁଥିବା ଗୋଟାଏ ବଣ ଜନ୍ତୁର ବୋବାଳି ପରି। 7 ଦିନ ବିତିଗଲାଣି। ସବୁଦିନେ ଏଇପରି ସେ। ଗାଁ ଲୋକେ ବାଟେ ବାଟେ ଗଲାବେଳେ ସିଆଡ଼େ ସେ ଅନାଏ ନାହିଁ। ପିଲାଏ ଡରି ଡରି ଦେଖି ଚାଲିଯାଆନ୍ତି। ବଡ଼ ରଇତମାନେ ବାରିକ ଚାଁଚେରି ଡମ ପାଖକୁ ଆସି ସହାନୁଭୂତି ଦେଖାଇ କେତେ ବୁଝେଇ କହନ୍ତି, ନାଇକ ନାଇକ, ଯାହା କପାଳେ ଲେଖା ହେଇଥିଲା ତାହା ତ ହେଲା, ଆଉ ସବୁ ଭାବୁଛୁ କାହିଁକି? କେତେଦିନ ଏମିତି ଉପାସ ଭୋକରେ ପଡ଼ୁଥିବୁ? ଆହା, ଉଠ ଉଠ, ଖିଆପିଆ କର, କାମ କମାଣି କର, ଯେମିତି ସେମିତି କରି ସାନ ଭୋଜିଟିଏ ହେଲେ କରିଦେଇ ଜାତି ହେଇ ପଡ଼। ଉଠ ଭାଇ ଉଠ। ରାମନାଇକ କାହାରି କଥା କହେ ନାହିଁ। ମୁଣ୍ଡଟି ଟେକି ଟଣା ଟଣା ପାଗଳ ଆଖିରେ ଅତି ବିକଳ ହୋଇ ଏମିତି ଅନାଇ ରହେ। ତାର ମୁହଁକୁ ଦେଖିଲା ଛାତି ଫଟିଯିବ। ହରିଜାନୀ ବି ସାଙ୍ଗୀ ନାଇକର ବିକଳ ଦେଖି ପାଖକୁ ଆସେ। ନାଇକ କାନ୍ଧରେ ହାତ ପକାଇ ଦେଇ କଅଁଳେଇ ଡାକେ, ନାଇକ ଭାଇ, ନାଇକ ଭାଇ। ରାମନାଇକ ମୁହଁକୁ ତଳକୁ ପୋତି ଖୁଁ ଖୁଁ କରି କାନ୍ଦେ। ଛାପଗୁଡ଼ାକ କାଢ଼ି କାଢ଼ି ଭୂଇଁଟା ଓଦା କରିଦିଏ। ଅତି ବିରକ୍ତ କଲେ କାନ୍ଦି କାନ୍ଦି କହେ, ନାଇଁ ନାଇଁ ନାଇଁ। ଖବର ମିଳିସାରିଲାଣି। ଠେଙ୍ଗାଜାନି ସାରିଆଦାନ କୋରାପୁଟରୁ ଆସାମ ଡିପୋ ଜରିଆରେ ଆସାମ ଚାଲିଗଲେ। ପିଲିମନ ଡମ ଦଶମନ୍ତ ପୁରଗାଁର ଛାଲ ନେଇ ବେପାର କରିବାକୁ ଯାଇଥିଲା ଏଇ ବାଟେ। ଫେରିଲା ସେ ବି କହୁଥିଲା। ଯେଉଁମାନେ ଖୋଜିବାକୁ ଯାଇଥିଲେ ସେମାନେ ବି କହୁଥିଲେ ସେ ଦୁହେଁ ଚାଲିଗଲେ ଯେପରି ଯାଆନ୍ତି ବଣ ଦେଶର କେଜାଣି କେତେ ଲୋକ। କିଏ ସାହୁକାର ଦାହୁରୁ ବଞ୍ଚିବାକୁ, କିଏ ଖାଲି ପଇସା ରୋଜଗାର କରିବାକୁ ଯାଆନ୍ତି ଭାରି, କିଏ ବା ସେ ଦେଶରେ ଘର ଦୁଆର କରି ରହନ୍ତି, କିଏ ମରନ୍ତି, କେତେ କେତେ ଲୋକ ଫେରି ଆସନ୍ତି ପୁଣି। ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଦାଦିବୁଢ଼ାର 6ଠ ଭାଗ। ଆଗାମୀ ଅଧ୍ୟାୟରେ ଆମେ 7ମ ଭାଗ ପଢ଼ିବୁ। ରହିଲି, ନମସ୍କାର।